ସାଙ୍ଗମାନେ ଆଜି ଯେହେତୁ ବର୍ଷା ପାଗ ଅଛି ମୋ ଝିଅର ରିଙ୍ଗ ପଟାଟୋ ଖାଇତେ ଇଚ୍ଛା ଅଛି ସେଥିପାଇଁ ଆମର ବନା ହେବ ରିଙ୍ଗ ପଟାଟୋ। ଦେଖନ୍ତୁ ମୁଁ ଆଳୁ ଗୁଡ଼ିକ ଚୋପା ଛଡ଼େଇ ନେଇଛି ତାପରେ ତାକୁ ଗୋଟେ ଷ୍ଟିକ୍ ସାହାଯ୍ୟରେ ଫୋଡ଼ିବା। ଫୋଡ଼ି ସାରିଲା ପରେ ଆମର ତ ଯେହେତୁ ମେସିନ୍ ନାହିଁ ନା କଟର ମେସିନ୍ ତାକୁ ପନିକି ସାହାଯ୍ୟରେ କାଟିବା। ଦେଖନ୍ତୁ ତାପରେ ଗୋଲ ଗୋଲ ରାଉଣ୍ଡିଙ୍ଗ କରିକି କାଟିଲି। ତାପରେ କାଟିଲା ପରେ ଦେଖନ୍ତୁ ଏମିତି ଦେଖାଯାଉଛି ତେଲୁ କାଟି ସାରିଲା ତାପରେ କିଛି କର୍ଣ୍ଣଫ୍ଲାୱାର ନେଲି ତା ସହିତ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ସବୁ ସବୁ ପାଉଡ଼ର ଗୁଡ଼ା ପକାଇଲି ଜିରା ପାଉଡ଼ର ଲଙ୍କା ପାଉଡ଼ର ସବୁ ପକାଇ ସାରିଲା ପରେ ତାପରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଲୁଣ ପକାଇଲା ପରେ ଦେଖନ୍ତୁ କିଛି କିଛି ପାଣି ଦେବା ଦେଇକି ଗୋଳାଇବା ହାଲକା ହାଲକା ମିକ୍ସିଂ କରିବା। ତାପରେ ଡୋ ଆଣଟାକୁ ବେଶୀ ପତଳା କରିବେନି ବେଶୀ ମୋଟା କରିବେନି ହାଲକା ଯେମିତି ରଖିବା କଥା ସେମିତି ରଖିବେ। ଦେଖନ୍ତୁ ତାପରେ ସେ ଯେଉଁ ଆଳୁ ଗୁଡ଼ିକ କାଟିକି ରଖିଥିଲି ତାକୁ ସେ ପାଣି କର୍ଣ୍ଣଫ୍ଲାୱାରରେ ଘୋଳ ବନେଇଛି ଯେଉଁ ସେଥିରେ ଦେବା ଗୋଳାଇବା ଆସ୍ତେ ଆସ୍ତେ କରି ଗୋଳାଇବା। ଗୋଳାଇ ସାରିଲା ପରେ ମୁଁ କିଛି ଶୁଖିଲା କର୍ଣ୍ଣଫ୍ଲାୱାର ନେଇଯାଇଛି ତାକୁ ତା ଦେହରେ ଟିକେ ଗଡ଼େଇ ଦେଲେ କଡ଼କଡ଼ିଆ ହେବ ନା ନହେଲେ ଏମିତି ଚପଚପ ନରମ ନରମ ହେବ ସେଥିପାଇଁ କର୍ଣ୍ଣଫ୍ଲାୱାର ଦେଇଦେଲି। ତାପରେ କଡ଼େଇରେ କିଛି ଗ୍ୟାସ୍ରେ ତେଲ ଗରମ କରିଦେଇଥିଲି ତାପରେ ତାକୁ ଗୋଟେ ଗୋଟେ କରି ସବୁ ଛାଙ୍କିବା। ଦେଖନ୍ତୁ ଛୋଟ କଡ଼େଇ ବୋଲି ଦୁଇଟା ପକାଇ ହେବନି ସେଥିପାଇଁ ଗୋଟେ ଗୋଟେ କରି ଛାଙ୍କିଲି। ଗୋଟେ ଗୋଟେ କରିକି ପକାଇଲି ତାପରେ କାଢ଼ି ସାରିଲା ପରେ ଦେଖନ୍ତୁ ଟମାଟୋ ସକ୍ସ ଚିଲି ସକ୍ସ ସବୁ ପକାଇ ଦେଇଛି। ଦେଖନ୍ତୁ କେମିତି ଦେଖାହେଉଛି ଫାଇନାଲ୍ ଲୁକ୍ ମାର୍କେଟ ଭଳି ହେଇଛି କି ନାହିଁ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ ଆମ ବାବୁକୁ ଦେବା ଖାଇବାକୁ। ପ୍ରଥମେ ଆମ ବାବୁଙ୍କୁ ଦେବା ଯେକୌଣସି ଜିନିଷ ହେଲେ ଟିକେ ବଡ଼ ଲୋକ ଆଗେ ଖାଇଲେ ତ ଭଲ ସେଥିପାଇଁ ଆମ ବାବୁଙ୍କୁ ଆଗେ ଦେବା ଖାଇବାକୁ। ବାବୁ ତାଙ୍କର ଖାଇ କ'ଣ କହିବେ ଦେଖିବା ତାପରେ ମୋ ଝିଅକୁ ଦେବା ଖାଇବାକୁ। ପ୍ରଥମେ ବାବୁ ଖାଇ କ'ଣ କହୁଛନ୍ତି ଦେଖିବା ମାର୍କେଟ ପରି ହେଇଛି କି ନାହିଁ। ବାବୁ କହୁଛନ୍ତି ପୁରା ସୁପର ପୁରା ମାର୍କେଟରେ ଆମର ତ ଗୋଟେ ଦୋକାନ ଖୋଲିଦେଲେ ହେବ ତୁମେ ବିକିବ। ମୁଁ କହିଲି ହଁ। ତାପରେ ମୋ ଝିଅକୁ ଦେଲି ଖାଇବାକୁ। ମୋ ଝିଅ ଖାଇ କ'ଣ କହୁଛି ଦେଖନ୍ତୁ କହୁଛି ମାମା ପୁରା ଦୋକାନ ପରିକା ଲାଗୁଛି ସୁପର। ମୁଁ କହିଲି ହଉ ହଉ ପୁଣି ଆଉ ଥରେ କେବେ ବନେଇଦେବା। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବ ଜମା ବି ଭୁଲିବେନି।